ଅଭିଯୋଗଟା ଆସିଛି ଆପଣଙ୍କ ଥାନାରେ ଯେ ମହିଳାଙ୍କୁ ଗୋଟେ ଅସଦାଚରଣ ବାବଦରେ ମ୍ୟାନେଜର ତୁଳସୀ ମ୍ୟାନେଜର ସେ ନୁହଁ ତ? ତୁଳସୀର ମ୍ୟାନେଜର ବୋଲି ସେ ଝିଅ ଅଭିଯୋଗ ଆଣୁଛି ନାଇଁ ତୁଳସୀର ମ୍ୟାନେଜର ତୁଳସୀ ମ୍ୟାନେଜର ଆମ ତୁଳସୀ ମ୍ୟାନେଜର ପାର୍ଟି ଚାଲିଛି ପଚାରୁନାହାନ୍ତି ପାର୍ଟି ବାହାରେ ଯାଇକି ସେ ପିଲାକୁ ଆମେ ଜାଣିଛୁ ନା ଆମ ଯୋଉ ଯାତ୍ରା ଇଣ୍ଡଷ୍ଟ୍ରି ଜାଣିଛୁ ପଚାରିଲେ ସେ କିଏ କୋଉ ପାର୍ଟିର ମ୍ୟାନେଜର କିଏ ମିଛ କହିକି ତୁଳସୀ ନା କହିତ ହେଇଯିବ। ଆଚ୍ଛା ଆପଣ କଣ କହିବା ପାଇଁ ସାର୍ ଚାହୁଁଛନ୍ତି? ନାଇଁ ଆମ ପାର୍ଟିର କେହି ନୁହଁ ଆମେ କାହିଁ ସେ ବିଷୟରେ କଥା ହଉ। ଆଚ୍ଛା ଆମେ ଯୋଉ ପାର୍ଟି ଖାଲି କହିଦେଇଛୁ ଆମେ କଳିଙ୍ଗ ଟିଭି କି ଯଦି ଚେଞ୍ଜ ନ କରନ୍ତି ସେ କହିଛନ୍ତି ଆମେ ପୁରା 2000 ଲୋକ ଖାଲି ବସିବେ ପୁରା ତା ଆଗରେ ଟିଭି ଆଗରେ ସେ ଅଫିସ ଆଗରେ ମାନେ ତୁଳସୀ ପାଟିର ସେ ମ୍ୟାନେଜର ଯାତ୍ରା ଇଣ୍ଡଷ୍ଟ୍ରି ଜାଣିଲାନି ମ୍ୟାନେଜର ଜାଣିଲେନି କଳାକାର ଜାଣିଲେନି ପଚାରିଲେ ଟିକେ କଳାକାର ତ ଆପଣଙ୍କର ଚିହ୍ନା ଦେବେ ଏ ଲୋକ କିଏ ପଚାରିଲେ ଟିକେ। ଆଚ୍ଛା ନାଣ୍ଡୁ ବାବୁ ଆପଣ ଏବେ ଗୋଟେ ସୋସିଆଲ ମିଡିଆରେ ଜୋରସୋରରେ ଗୋଟେ ଭାଇରାଲ ହଉଛି ଖବର ଯେ ତୁଳସୀ ଯାତ୍ରା ପାର୍ଟିର ମ୍ୟାନେଜରଙ୍କ ନାଁରେ ଗୋଟେ ସଙ୍ଗୀନ ଅଭିଯୋଗ ଆସିଛି ଯେଉଁ ଅଭିଯୋଗରେ କି ଜଣେ ଯୁବତୀ କହୁଛନ୍ତି ଯେ ତାଙ୍କୁ ବାରମ୍ବାର ଦୁଷ୍କର୍ମ ହେଇଛି ତୁଳସୀ ଯାତ୍ରା ପାର୍ଟିର ମ୍ୟାନେଜର ଦୁଷ୍କର୍ମ କରୁଛନ୍ତି ସେ ସମ୍ପର୍କରେ ଆପଣ କଣ କହିବେ? ନାଇଁ ନାଇଁ ତୁଳସୀ ମ୍ୟାନେଜର ଅଛନ୍ତି ତୁଳସୀ ପାର୍ଟିରେ ଅଛନ୍ତି ଏଇଟା ଭୁଲ କଥା ହେଲା କିଏ ତୁଳସୀ ପାର୍ଟି ନାଁ କହିକି କିଏ କଣ ଥବ ଆପଣ ତାଙ୍କୁ ପଚାରି ପାରିବେ ଆମ ପାର୍ଟିର କିଛି ନେନଦେନ ନାହିଁ ଆମ ପାର୍ଟିର ମ୍ୟାନେଜର ଅଛନ୍ତି ଠିକ ଢଙ୍ଗରେ କାମ କରୁଛନ୍ତି ଏ ତୁଳସୀ ପାର୍ଟିର ଲୋକ ନୁହନ୍ତି କି ତୁଳସୀ ପାର୍ଟିର ନୁହନ୍ତି ଯାତ୍ରା ଇଣ୍ଡଷ୍ଟ୍ରି ବିଷୟ ଲୋକ ନୁହନ୍ତି ଆପଣ ଯେତେ କଳାକାର ରହିଲେ ଯୋଉ ଯୋଉ ପାର୍ଟିରେ ଅଛନ୍ତି ତାଙ୍କୁ ପଚାରିବେ ତୁଳସୀ ପାର୍ଟି ମ୍ୟାନେଜର ସେମାନେ ଜାଣନ୍ତି କାଳିଆ ବାବୁ ତାଙ୍କ ନାଁ ଆଉ ସତ୍ୟାନନ୍ଦ ସାହୁ ସେ ଅଛନ୍ତି ମୋ ପାର୍ଟିରେ ବର୍ତ୍ତମାନ ଗୋପରେ ପାର୍ଟି ପଡିଛି ଆପଣ ନେଇ ବୁଝିପାରିବେ ଇଏ ଲୋକ କେହି ନୁହନ୍ତି ଆମ ଯାତ୍ରା ପାର୍ଟି ଏଇ ଯୋଉ କହୁଛନ୍ତି ବୁଲୁ ବାବୁ ବୋଲି ବୁଲୁ ବାବୁ ଆମ ପାର୍ଟିରେ କିଛି ନୁହନ୍ତି ଆପଣ ବୁଝନ୍ତୁ ପାର୍ଟିରେ ବୁଝୁନାହାନ୍ତି ମତେ ବୁଝିଲେ କଣ ହବ ମୋ ପାର୍ଟିରେ କିଛି ନାହିଁ ମୋ ପାର୍ଟିରେ ଯଦି ହେଇଥାନ୍ତା ମୋ ପାର୍ଟିର ଯିଏ ଯୋଉ କର୍ମ କରିଥିବ ସେ ଜେଲ ହେଇଛି ନା ନାଇଁ ମୋର କଣ ତା ଦେହରେ ଅସୁବିଧା ଅଛି ମୋର ତା ଦେହରେ କିଛି ନେନଦେନ ନାହିଁ ଯାତ୍ରା ପାର୍ଟିର ସେ କୌଣସି ପ୍ରକାର କିଛି ନୁହନ୍ତି ଯାତ୍ରା ପାର୍ଟି ମ୍ୟାନେଜର ପଚାରନ୍ତୁ ଯୋଉମାନେ ଏତେ ବର୍ଷର ପାର୍ଟି କୌଣସି ଗୋଟିଏ କଳାକାର କହିଥିବ ଇଏ ଯାତ୍ରା ପାର୍ଟି ଲୋକ ବୋଲି ତାହେଲେ ତା ଘରେ 6 ମାସ ଚାକିରି କରିବି ସେ ଯାତ୍ରା ପାର୍ଟି କିଛି ନୁହନ୍ତି ସେ ତାର ଯାହା ସହିତ ଯିଏ ଯାହା କରିଛି ସିଏ ତାର ଭୋଗାଭୋଗି ହଉଛନ୍ତି ଆମର ତ ନେନଦେନ ନାହିଁ କିଛି ଆମ ପାର୍ଟିର କିଛି ତା ଦେହରେ ସମ୍ପୃକ୍ତ ନାହିଁ ଆମ ପାର୍ଟି ମ୍ୟାନେଜର ଆମ ପାର୍ଟିରେ ଅଛନ୍ତି ଠିକ ଜାଗାରେ କାର୍ଯ୍ୟ କରୁଛନ୍ତି ପାର୍ଟି ଠିକ ଚାଲିଛି। ଆମେ ଯାହା ଭିଡିଓରେ ବି ଯାହା ଦେଖୁଥିଲୁ ଯେ କି ସେ ଯୁବତୀ ଜଣକ କହୁଛନ୍ତି ଯେ ନାଇଁ ମତେ ଯାତ୍ରା ପାର୍ଟିରେ ହିରୋଇନ ହବା ପାଇଁ କହିଲେ ଆଉ ଯିଏ କହିଥିବ ସେ ତାର ବୁଝିବ ଯିଏ କହିଥିବ ସେ ତ ଆମ ପାର୍ଟିରେ ନୁହନ୍ତି ଯିଏ କହିଥିବ ସେ ତା ଉତ୍ତର ସିଏ ଦବ ନା ଆମେ ଦେଇପାରିବା ଯିଏ କହିଥିବ ଯିଏ କହିଛନ୍ତି ତାଙ୍କୁ ପୋଲିସ ଆରେଷ୍ଟ କରିନି କି ଆରେଷ୍ଟ କରି ଆରେଷ୍ଟ ହେଇଛନ୍ତି ତାର ମରିବେ ଆମ ପାର୍ଟିରେ ତାର କଣ ଅଛି ନେନଦେନ ସେପଟେ ଆଉ ଗୋଟେ ଜିନିଷ ଆସୁଛି ଯେ ତୁଳସୀ ଗୋଟେ ଏତେ ବଡ ଅର୍ଗାନାଇଜେସନ ତୁଳସୀ ପାର୍ଟି ବହୁତ ସାରା ଓଡିଶାରେ ବିଖ୍ୟାତ ନାଁ ଅଛି କିନ୍ତୁ ଏଭଳି ଯୋଉ କଳଙ୍କିତ ଯୋଉ ଅଧ୍ୟାୟ ଯୋଉ ଯୋଡିବାକୁ ଚାହୁଁଛନ୍ତି ନାଣ୍ଡୁଆକୁ ବ୍ଲେମ କରିବା ପାଇଁ ଚାହୁଁଛନ୍ତି ନା କଣ? କିଛି ଆମର ସେ କିଛି ବ୍ଲେମ କରିପାରିବେନି ତୁଳସୀ ସବୁବେଳେ ତୁଳସୀ 1 ନମ୍ବର ରହିଛି ରହିବ ଯୋଉମାନେ ଫଳ ପ୍ରକୃତିର କାମ କରୁଥିବେ ତାକୁ ମୁଁ ମୁଖ୍ୟ କରେନି କି ବିଲକୁଲ ଆପଣ ମାନେ ନିଜେ ଯାଇକି ଇନକ୍ୱାରି କରିପାରିବେ ପାର୍ଟି ମୋର ଠିକ ଚାଲିଛି ପାର୍ଟିର ମୋ ମ୍ୟାନେଜର ଠିକ ଅଛି ଏମାନେ କିଛି ମୋ ପାର୍ଟିର ନୁହନ୍ତି ଯିଏ ତାର କହୁଥିବ ପାର୍ଟି ନା ମୁଁ ବର୍ତ୍ତମାନ କହିଦେବି ମୁଁ ହଉଛି ମୋଦିର ଭାଇ ପ୍ରଧାନମନ୍ତ୍ରୀଙ୍କ ଭାଇ ଚଳିବ ନା ଆଉ ତାହେଲେ ସେଇଟା କଥା ସେଇଠି ଆଉ ତା ଦେହରେ କଣ ଅଛି ପାର୍ଟି ମୋର ଠିକ ଚାଲିଛି ମୋ ପାର୍ଟି ଷ୍ଟାଫଙ୍କୁ ପଚାରିବେ କି ଅଲଗା ଯୋଉ ଷ୍ଟାଫ ବି ଅଲଗା ପାର୍ଟିରେ ଅଛନ୍ତି ତାଙ୍କୁ ଦେଖେଇଲେ ଫଟୋ ଏ ଦି ଜଣଙ୍କୁ ଚିହ୍ନିବେ ଇଣ୍ଡଷ୍ଟ୍ରି ସାରା ପଚାରିଲେ